জয় জগন্নাথ, জয় জগন্নাথ। হে শ্রোতা বন্ধু, এপর্যন্ত মন্নবোধ 34 ফ পর্যন্ত শুনিলে। পরবর্তী অধ্যায় প ফ ব। তাহলে আজি এ অধ্যায়টি ব ঠাରୁ আরম্ভ করিব। আসুন তাহলে মনোধ্যান দেই শুনিবে নিশ্চয়। বেଳକୁ ବେଳ ତତେ କହୁଛି ମୋହି, ବାନ୍ଧିଣ ନେବେ ଯମ ଡଗର ଦେଇ। ବିକଳେ ଡାକୁଥିବୁ ଆକୁଳ ହୋଇ, ବେଳହୁଁ ଆଶ୍ରା କରି ଭଜ ଗୋସାଇଁ। ବେଳକୁ ବେଳ ତତେ କହୁଛି ମୁହିଁ, ବାନ୍ଧିଣ ନେବେ ଯମ କି ଦୁଃଖ ଦେ। রে ভাইয়া মন, রে পাগলা মন, রে সংসারী জীব মଣିଷ, ବେଳ ସରି ସରି ଆସୁଛି। ତୋ ବୟସ ଯେତେ ବଢ଼ି ବଢ଼ି ଯାଉଛି, ତୋ ଆୟୁଷ ସେତେ କମି କମି ଆସୁଛି। ତେଣୁ ଏ ସଂସାର ଜଞ୍ଜାଳରେ ଏତେ ବାନ୍ଧି ହନା। ବେଳକୁ ବେଳ ତତେ କହୁଛି ମୁହିଁ, ବାନ୍ଧିଣ ନେବେ ଯମ କି ଦୁଃଖ ଦେ। ଏ ସଂସାର ଏତେ ସରଳ ନୁହଁ। କଥାରେ ଅଛି, ସୁନ୍ଦର ଯେତିକି ଅନ୍ଧାର ସେତିକି ଏହି ଯେ ଗହନ ବନ। ତେଣୁ ତୁ ନିଜର ସଂକଳ୍ପେ ଅଟଳ ଅଚଳ ରହରେ ମନ। ଆଗରେ ପଡ଼ିଛି ପଥ ବହୁ ଦୂର, ଆହୁରି କେତେ ଯେ ବାକି। ଚାଲିବି ଚାଲିବି ନ ପଡ଼ିବି ଥକି, ମୁଦିବା ଆଗରୁ ଆଖି। ତେଣୁ ସେଇ ଭଗବାନଙ୍କ ପାଦ ପଦ୍ମରେ ଲୟ ରଖି ଏ ସଂସାରରେ ଆଗେଇ ଚାଲ। ନିଜ କର୍ମକୁ ଆଗେଇ ନେ। ସବୁ ପରେ ସେଇ ଜଗା କାଳିଆର ପଦାରବିନ୍ଦରେ ଚିତ୍ତ ନିବେଶ କର। ବିକଳେ ଡାକୁଥିବୁ ଆକୁଳ ହୋଇ, ବେଳହୁଁ ଆଶ୍ରା କରି ଭଜ ଗୋସାଇଁ। ତେଣୁ ସମୟ ଥାଉ ଥାଉ ସେଇ ଗୋସାଇଁ, ସେଇ ପରମ ବ୍ରହ୍ମ ପରମ ପୁରୁଷ, ସେଇ ଜଗତରନାଥ ଜଗନ୍ନାଥଙ୍କୁ ଆଶ୍ରା କର। ସେଇ କୃଷ୍ଣ ମୁରାରୀ, ସେଇ ରାମ, ସେଇ ଶ୍ୟାମ, ସେହି ଜଗନ୍ନାଥ। ତେଣୁ ତାଙ୍କରି ପାଦ ତଳେ ନିଜ ମନ ଧ୍ୟାନ ଅର୍ପଣ କର। ଯେଉଁଥିପାଇଁ କି এই কথার্থ যথার্থতা প্রতিপাদিত କରିବାକୁ ଯାଇ ଭଗବାନ ଶ୍ରୀକୃଷ୍ଣ ଗୀତାରେ ଅର୍ଜୁନକୁ କହିଛନ୍ତି, ସର୍ବଧର୍ମାନ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ, ଅହଂ ତ୍ୱଂ ସର୍ବପାପେଭ୍ୟ ମୋକ୍ଷୟିଷ୍ୟାମି ମା ଶୁଚ। ସର୍ବଧର୍ମାନ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ, ଅହଂ ତ୍ୱଂ ସର୍ବପାପେଭ୍ୟ ମୋକ୍ଷୟିଷ୍ୟାମି ମା ଶୁଚ। ହେ ଅର୍ଜୁନ, ହେ ପାର୍ଥ, ସବୁ ଧର୍ମକୁ ତ୍ୟାଗ କରି ସର୍ବଧର୍ମାନ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ, ମୋତେ ହିଁ ଏକା ତୁ ସମର୍ପଣ ଭାବ ନେଇ ମୋ ପାଦପଦ୍ମରେ ଚିତ୍ତ ରଖ। ସର୍ବଧର୍ମାନ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ, ଅହଂ ତ୍ୱଂ ସର୍ବପାପେଭ୍ୟ ମୋକ୍ଷୟିଷ୍ୟାମି ମା ଶୁଚ। ମୁଁ ତୋତେ ସବୁ ପାପ ତାପରୁ ଉଦ୍ଧାର କରିପାରିବି। ମୋତେ ହିଁ ତୁ ଚିନ୍ତା କର, ମୋତେ ହିଁ ଆଶ୍ରା କର, ମୋ ପାଦ ପଦ୍ମରେ ତୁ ଲୟ ଦେ। ମୁଁ ସ୍ରଷ୍ଟା ଏ ସୃଷ୍ଟିର, ମୁଁ ସ୍ରଷ୍ଟା ମହାଭାରତର। ମୁଁ ରାମ, ମୁଁ ପରଶୁରାମ, ମୁଁ ବାମନ, ମୁଁ ଶ୍ରୀକୃଷ୍ଣ, ମୁଁ ହିଁ ବରାହ, ମୁଁ ହିଁ ନରସିଂହ, ମୁଁ ହିଁ କାଶ୍ୟପ। ତେଣୁ ମୋରି ପାଦ ତଳେ ତୁ ଚିତ୍ତ ନିବେଶ କର, ନିଶ୍ଚୟ ମୁକ୍ତି ପାଇଯିବୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।